ଆପଣ ତ ଦିନେ ମରିବେ। ଆପଣଙ୍କର ସ୍ଥିତି ଏଠି କ'ଣ? ଯଦି ପୃଥିବୀ ପୃଷ୍ଠକୁ ଦେଖାଯାଏ, ବିଶ୍ୱକୁ ନେଇ ଦେଖନ୍ତୁ ଅଗଣିତ ନକ୍ଷତ୍ର, ସେମାନେ କେତେ କେତେ ବଡ଼ ନକ୍ଷତ୍ର, ତାଙ୍କର ଆଲୋକ ଧରାପୃଷ୍ଠରେ ପର୍ଯ୍ୟନ୍ତ ପଡ଼ିନାହିଁ, ଯାହା ବିଜ୍ଞାନ କହୁଛି। ଏବଂ ଦେଖନ୍ତୁ ସୂର୍ଯ୍ୟ ଗୋଟେ ମଧ୍ୟମ ଧରଣର ନକ୍ଷତ୍ର, ସେ ପୃଥିବୀ ଠାରୁ କେତେ 13 ଲକ୍ଷ ଗୁଣ ବଡ଼ ନା କ'ଣ? ଆମେ ତ ପାଠ ପଢ଼ୁଥିଲୁ ଭୁଲିଗଲୁଣୁ। ତାପରେ ପୃଥିବୀ କେତେ ବଡ଼? ପୃଥିବୀ ପୃଷ୍ଠ ଭିତରେ ଇଣ୍ଡିଆଟା କେତେ ବଡ଼? ଇଣ୍ଡିଆ ଭିତରେ ଆପଣଙ୍କର ଓଡ଼ିଶାଟା କେତେ ବଡ଼? ଓଡ଼ିଶା ଭିତରେ ଆପଣ ଗୋଟେ ଜିଲ୍ଲାର, ସେ ଜିଲ୍ଲାଟା କେତେ ବଡ଼? ଆପଣଙ୍କ ଘରଟା କେତେ ବଡ଼? ଗୋଟେ ସୋରିଷ ଭଳିଆ ଗୋଟେ ଛୁଞ୍ଚି ମୁନରେ ଗୋଟେ ମୁନେ ହବ, ସେଇଥିରେ ଏତେ ଗର୍ବ, ସେଇଥିରେ ଏତେ ଦମ୍ଭ, ସେଇଥିରେ ଏତେ ଅହଙ୍କାର, ସେଇଥିରେ ଏତେ ଅସ୍ମିତା। କ'ଣ ପାଇଁ କି ଗର୍ବ? କ'ଣ ପାଇଁ ଦମ୍ଭ? କ'ଣ ପାଇଁ ଅହଙ୍କାର? କ'ଣ ପାଇଁ ଅସ୍ମିତା? କ'ଣ ପାଇଁ ରାଗ? କ'ଣ ପାଇଁ ଦେଶ? କ'ଣ ପାଇଁ ଅଭିନିବେଶ? ତେଣୁ ଦେଖିବାକୁ ଗଲେ କିଛି ନାହିଁ। ଯେତେବେଳେ ଆପଣ ଜ୍ଞାନ ଲାଭ କରିବେ, ଜ୍ଞାନ ଲବ୍ଧା ପରାଂ ଶାନ୍ତି, ଜ୍ଞାନ ଆସିଲେ ସାଧକ ଶାନ୍ତି ପାଏ। ତାପରେ କ'ଣ ହୁଏ ନା ସାଧକ ସଂଯତ ଜୀବନ, ସଂଯମ ଜୀବନଯାପନ କରେ। ତେଣୁ ଆମେ ଭଗବତ ଦର୍ଶନ, ଭଗବତ ଉପଲବ୍ଧି ପାଇଁ ଯୋଗର ଆବଶ୍ୟକତା ଅଛି, ଭକ୍ତି ଯୋଗର ମଧ୍ୟ ଆବଶ୍ୟକତା ଅଛି। ଦେଖନ୍ତୁ ଭଗବତ ଗୀତା ବାବା ପୂର୍ବରୁ କହିଛନ୍ତି, ବେଦର ସାର ହେଲା ଉପନିଷଦ, ଉପନିଷଦର ସାର ହେଲା କ'ଣ? ଭଗବତ ଗୀତା, ଗୀତାର ସାର ହେଲା କ'ଣ? ନା ଭାଗବତ। ତେଣୁ ସମସ୍ତେ ଆପଣ ଜାଣିଛନ୍ତି, ସେଇ ଭାଗବତକୁ ଆମେ କେବେ ପାଠ କରୁଛେ କି? କେହି ପାଠ କରୁନେ। ଶାସ୍ତ୍ର ଲେଖା ଅଛି, ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥବ ନିତ୍ୟ, ତର୍କ ପାଷାଣ୍ଡ ଶାସ୍ତ୍ର ଯେତେ ଅଭ୍ୟାସ ନ କରିବ ଚିତେ। ବର୍ତ୍ତମାନ ସମୟରେ ଗୋଟିଏ କଥା ଯଦି ଆପଣ ଧର୍ମ ଜଗତର କଥା ଆଣି ସମସ୍ତଙ୍କୁ କହିବେ, ତେଣୁ ସମସ୍ତେ କହିବେ ଆମ ପାଖରେ ସମୟ ନାହିଁ। ଆକ୍ଚୁଆଲି ସମୟ ନାହିଁ ନା ଏଇଟା ମନର ଚାଲାଖି? କ'ଣ ଏଇଟା ସମୟ ନାହିଁ ନା ମନର ଚାଲାଖି? ଆଚ୍ଛା, ଏତେ କାମ ଭିତରେ ଯଦି ଦିନକୁ 25ଟା ଫୋନ୍ ଆସେ, ଗୋଟାଏ ଫୋନ୍ 2 ମିନିଟ୍ 3 ମିନିଟ୍ ସମୟ ନିଅ, ମୋତେ ଆଜ୍ଞା ସମୟ ନେଇ ମୁଁ କଥା ହେଇପାରିବିନି, ଫୋନ୍ କୁଆଡ଼େ ଦେଇଛନ୍ତି? କେହି ଫୋନ୍କୁ ଫୋପାଡ଼ିନାହାନ୍ତି, ବେଶୀ ମାଡ଼ି ବସି ଧରିଛନ୍ତି। ସେଥିପାଇଁ ସମୟ କୋଉଠୁ ଆସିଲା? ସେଥିପାଇଁ ମନ ଅଛି। ଯୋଉଠି ମନ ଅଛି ସେଠି ସମୟ ଅଛି, ଯୋଉଠି ମନ ନାହିଁ ସେଠି ସମୟ ନାହିଁ। ସମୟ ଆକ୍ଚୁଆଲି ନାହିଁ। ଦେଖନ୍ତୁ ଦେଖାହେଲା, ଆଉ ତ ଟିଭି ଯୁଗ ଏବେ ନାହିଁ, ମୋବାଇଲ ଯୁଗ। ମୁଁ ଜାଣିନଥିଲି, ସତ୍ସଙ୍ଗରୁ ଜାଣିଲି ମୋବାଇଲ ଯୁଗ। କାହିଁକି ସହରାଞ୍ଚଳ ଲୋକମାନେ 10ଟା ହେଲେ ଉଠି ପଳେଇ ଯିବା ପାଇଁ ଚେଷ୍ଟା କରୁଛନ୍ତି? ସତରେ କ'ଣ 10ଟାରେ ସମସ୍ତେ ଶୋଇପଡ଼ନ୍ତି? କେବଳ ଏମିତି କରିବା ପାଇଁ ପଳାନ୍ତି। ନିଶା, ସବୁ ତ ନିଶା। ଆମେ ଭାବୁଛେ ମଦ ଖାଇବା ଗୋଟେ ନିଶା। ମଦ ଖାଇବାଟା ଭେରି ଡେଞ୍ଜର ନିଶା ହେଉଛି ବି ମୋବାଇଲ ନିଶା। ରାତି 2ଟା 3ଟା 4ଟା ଲୋକ ସେଥିରେ, କି ବୟସ୍କ ଲୋକ, କି ମଧ୍ୟମ ବୟସ୍କ ଲୋକ, କି ଛୋଟ ପିଲା, ସମସ୍ତେ ହିଁ ସେଥିରେ ଲାଗିଛନ୍ତି। ଆମର ଶିକ୍ଷାଟା ସେଇଭଳି ଏବେ ହେଇଯାଇଛି। ବିନା ମୋବାଇଲରେ, ବିନା କମ୍ପ୍ୟୁଟରରେ ଆମେ ଶିକ୍ଷା ଲାଭ କରିପାରିବାନି। ଛାଡ଼ନ୍ତୁ। ତେଣୁ ଭଗବତ ଗୀତା ସମ୍ପୂର୍ଣ୍ଣ ଯୋଗଶାସ୍ତ୍ର ଲେଖା ହେଇଛି। ଇତିଶ୍ରୀ ବ୍ରହ୍ମବିଦ୍ୟାଂ ଯୋଗଶାସ୍ତ୍ରେ, ଇତିଶ୍ରୀ ଯୋଗଶାସ୍ତ୍ରେ ବ୍ରହ୍ମବିଦ୍ୟାଂ। ତେଣୁ ସମ୍ପୂର୍ଣ୍ଣ ଭଗବତ ଗୀତା ହେଉଛି ଯୋଗଶାସ୍ତ୍ର। ସେଥିରେ 3ଟି ଯୋଗର କଥା ଲେଖା ହେଇଛି, କର୍ମଯୋଗ, ଜ୍ଞାନ ଯୋଗ
ଭକ୍ତି ଯୋଗର କଥା ଲେଖା ଅଛି। ତେଣୁ ପ୍ରତ୍ୟେକ ଦିନ ଭଗବତ ଗୀତା ଅଧ୍ୟାୟ ଲେଖା ପଢ଼ିବା ପାଇଁ ଚେଷ୍ଟା କରନ୍ତୁ ଏବଂ ବୁଝନ୍ତୁ। ପ୍ରତ୍ୟେକ ଦିନ ଭାଗବତର ଏକାଦଶ ସ୍କନ୍ଧକୁ ପଢ଼ନ୍ତୁ ଏବଂ ବୁଝନ୍ତୁ। ତେଣୁ ବିନା ଯୋଗରେ, ବିନା ଭକ୍ତି ମାର୍ଗରେ ଭଗବତ ଦର୍ଶନ, ଭଗବତ ଉପଲବ୍ଧି କେବେ କରିହେବ ନାହିଁ। ସବୁ ମହାପୁରୁଷ, ସବୁ ସାଧୁସନ୍ଥ, ସବୁ ଦେବାଦେବୀ ଗଣ ସମସ୍ତେ ଯୋଗ ମୁଦ୍ରାରେ ବସିଛନ୍ତି, ଏକମାତ୍ର ଚୈତନ୍ୟକୁ ଛାଡ଼ି। ସମସ୍ତେ କ୍ରିୟାଯୋଗ ପରମ୍ପରାର ବାବାଜୀ ମହାରାଜଙ୍କ ଠାରୁ, ଚୈତନ୍ୟ ଠାରୁ, ଶଙ୍କର ଠାରୁ, ବ୍ୟାସ ଠାରୁ ସବୁ ଦେବାଦେବୀ, ନାରାୟଣ ସବୁବେଳେ ଧ୍ୟାନସ୍ଥ, ମା ଶାରଳା ଧ୍ୟାନସ୍ଥ, ସମସ୍ତେ ଚାହିଁକି ବସିଛନ୍ତି। ଧ୍ୟାନ ମୁଦ୍ରାରେ, ଯୋଗ ମୁଦ୍ରାରେ ବସିଛନ୍ତି। ଏ ଜୀବନଟା ଯୋଗମୟ। ତେଣୁ ଆମେ ସବୁବେଳେ କ'ଣ କରୁଛେ ନା ଅନିତ୍ୟ ଯୋଗରେ ଅଛେ। ଆମେ ଯୋଗକୁ ଛାଡ଼ି କେହି ବଞ୍ଚି ପାରିବା ନାହିଁ। ଭାରତବର୍ଷ ହେଉଛି ଯୋଗର ଦେଶ, ସାଧୁସନ୍ଥଙ୍କର ଦେଶ, ଆଉ ତପଭୂମି, ଦେବଭୂମି, ସାଧନାର ଭୂମି। ଏଠି ମହାପୁରୁଷ ପରେ ମହାପୁରୁଷ, ସାଧୁ ପରେ ସାଧୁ, ଅବତାର ପୁରୁଷ ପରେ ଅବତାର ପୁରୁଷ ଜନ୍ମଗ୍ରହଣ ନେଉଛନ୍ତି। ଯାହା ଭାରତରେ ନାହିଁ ତାହା ବିଶ୍ୱରେ ନାହିଁ।